हेलो स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲକୁ। ଆଶା କରୁଛି ଆପଣମାନେ ବି ବହୁତ ଭଲରେ ଥିବେ। ତ ବହୁତ ଦିନ ହେଲା ମୋର ଭିଡ଼ିଓ ଆସିନି। ଆପଣମାନେ ଭାବୁଥିବେ ଯେ ଭିଡ଼ିଓ କାହିଁକି ଆସୁନି ବୋଲି। ଯେହେତୁ ମୋର ଦେହ ଟିକେ ଅସୁସ୍ଥ ଥିଲା ବୋଲି ସେଇଠି ମୁଁ ଭିଡ଼ିଓ କରିପାରିନଥିଲି। ବର୍ତ୍ତମାନ ମୋର ଦେହ ବହୁତ ସୁସ୍ଥ ହେଇଯାଇଛି। ତ ମୁଁ ଏବେ ଡେଲି ତମ ପାଇଁ ଭିଡ଼ିଓ ଅପଲୋଡ଼ କରିବି। ତମର ଟେନସନ୍ ହେବାର କିଛି ନାହିଁ ବୋଲେ। ତ ପୂର୍ବ ଭିଡ଼ିଓରେ ମୁଁ ତମମାନଙ୍କ ପାଇଁ କୋର୍ 3 କମ୍ପ୍ଲିଟ୍ କରିଦେଇଛି। ତା ପୂର୍ବରୁ ମୁଁ ୟୁନିଟ୍ 1 2 ବି କମ୍ପ୍ଲିଟ୍ କରିଦେଇଛି ବୋଲି ଯୋଉମାନେ ବି ଦେଖିନ ଆମର ୟୁଟ୍ୟୁବର ପ୍ଲେଲିଷ୍ଟକୁ ଯାଇକି ଦେଖିଦେବ ବୋଲି। ତ ଆଜି ଆମେ ଡିସ୍କସନ୍ କରିବା କ'ଣ ନା ୟୁନିଟ୍ 4 ଓଡ଼ିଆ ଅନର୍ସ ପେପର କୋର୍ 10ର ୟୁନିଟ୍ 4 ଡିସ୍କସନ୍ କରିବ ବୋଲି। କାରଣ 1 ମାର୍କ ଡିସ୍କସନ୍ କରିବା, 2 ମାର୍କ, 5 ମାର୍କ ଓ 8 ମାର୍କ ବୋଲି। ତାହେଲେ ଡେରି କରିବାନି ବୋଲି ଡିସ୍କସନ୍ କରିବା। ଫାଷ୍ଟ ଆମେ ଦେଖିବା 1 ମାର୍କ ଡିସ୍କସନ୍ କରିବା। ତମକୁ ଯୋଉଟା ଇମ୍ପୋର୍ଟାଣ୍ଟ ବୋଲି ମୁଁ ସେଇଟା ହିଁ କହିଦେବି, କାହିଁକିନା ଏଇଟା 4ଟା ଗଳ୍ପ ଅଛି। ଭିଡ଼ିଓଟା ବହୁତ ବି ଲମ୍ବା ବି ହେଇଯିବ। ଏହାର PDF ତମେ ଯଦି ଚାହୁଁଛ ତାହେଲେ ମୁଁ ତମକୁ ଟେଲିଗ୍ରାମରେ ମୁଁ ପଠେଇଦେବି। ବ୍ୟସ୍ତ ହେବାର କିଛି ନାହିଁ ବୋଲି ତମକୁ ମୁଁ ସବୁ ସିଲେକ୍ଟେଡ୍ କୋଉଟା କ'ଣ ମୁଁ ସବୁ କହିଦେବି। ଏଇ ଯୋଉ ୟୁନିଟ୍ 4ରେ ତମର କ'ଣ ନା 4ଟା ଗଳ୍ପ ଅଛି ବୋଲି। କ'ଣ ନା ସୁନା ମେଡାଲ, ମନୋଜ ଦାସଙ୍କର ସୁନା ମେଡାଲ ଅଛି। ତାପରେ ଅଛି କଳା ପରଦାର ଆରପଟେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର, ନେକ୍ସଟ ଅଛି ପାଟ ଦେଇ ବୀଣାପାଣି ମହାନ୍ତିଙ୍କର, ଆଉ ଗୋପପୁର ରାମଚନ୍ଦ୍ର ବେହେରାଙ୍କର। ଏଇଟା ତମର 4ଟା ଗଳ୍ପ ଅଛି ବୋଲି ଆଜି ଆମେ ଏଇ ସବୁ 4ଟା ତକ ଗଳ୍ପକୁ ଡିସ୍କସନ୍ କରିବା ହେଲା। 1 ମାର୍କ ଦେଖିବା ଆମେ। ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ କେବେ ଜନ୍ମଗ୍ରହଣ କରିଥିଲେ? କେବେ ଜନ୍ମଗ୍ରହଣ କରିଥିଲେ? 1933 ମସିହାରେ। ହେଲେ ଆମେ ଯୋଉ ଗୋଟେ ଡିସ୍କସନ୍ ଭିଡ଼ିଓଟା ବହୁତ ଲମ୍ବା ହେଇଯିବ। ତ ମୁଁ ଟେଲିଗ୍ରାମରେ ମୁଁ ସେଣ୍ଡ କରିଦେବି, ତମେ ଦେଖିଦେବ ଏର 1 ମାର୍କ ଗୁଡ଼ାକ। ନୋଟ୍ସ କରିବ ବୋଲେ ତମେ ସବୁ ହେଲା, ଦେଖିଦେବ ଏଗୁଡ଼ାକ ସବୁ 1 ମାର୍କ ତମର। ଆମେ 1 ମାର୍କ ଆମେ ଗ୍ୟାରେଣ୍ଟି ଦେଇକି କହିପାରିବାନି ପିଲା ଯେ ନାଇଁ ଏଇଟା ହିଁ ଆସିବ ବୋଲି। ତମକୁ କ'ଣ ନା ସବୁ ପଢ଼ିବାକୁ ପଡ଼ିବ। କୌଣସି ଟିଚର ବି କହିପାରିବେନି ଯେ ନାଇଁ ତମର ଏକ୍ଜାମରେ ଏଇଟା ହିଁ ଆସିବ ବୋଲି। ଆମେ କ'ଣ କରିବୁ ନା, ଆମେ ଯାହା ବି ଆମର ତମର ସିଲାବସରେ ଅଛି ଆମେ ସବୁ ଡିସ୍କସନ୍ କରିବୁ ବୋଲି। କୋଶ୍ଚିନ୍ଟା ଗୋଟେ ସେଇଟା ଆମେ କ'ଣ କୋଶ୍ଚିନ୍ ବନେଇବା କି ଯେ ତମର କଲେଜର ଲେକ୍ଚର ମାନେ ହିଁ ବନେଇବେ କି? ଯୋଉ ୟୁନିଭର୍ସିଟି କଣ୍ଡକ୍ଟ କରୁଥିବ ସେଇଠୁ ଆସିବ ନା ତମର କୋଶ୍ଚିନ୍ଟା। ତ ସେମାନେ ତାଙ୍କର ଯୋଉଟା ଆସିବ କିନ୍ତୁ ସିଲାବସ୍ ଭିତରୁ ହିଁ ତ ଆସିବ। ତମେ ସେଇଥିପାଇଁ ଆମେ କ'ଣ ସବୁ ଡିସ୍କସନ୍ କରିବା ବୋଲି 4ଟା ଯାକ ଗଳ୍ପରେ ଆମେ ସବୁ ଡିସ୍କସନ୍ କରିବା। ଦେଖିଦେବେ ଏଗୁଡ଼ାକ ସବୁ। ତ 1 ମାର୍କ ସରିଲା। ଏବେ 2 ମାର୍କ ଦେଖିବା। 2 ମାର୍କ ତମର କୋଉଟା ସିଲେକ୍ଟେଡ୍ ବୋଲି ମୁଁ ତମକୁ କହିଦେବି। ଏୟାର ହଷ୍ଟେସକୁ ହାତ ଠାରି ନନ୍ଦ ଦୁଲାଲ କ'ଣ ପଚାରିଥିଲେ? ହେଲା, ଯେ ନନ୍ଦ ଦୁଲାଲ ଏୟାର ହଷ୍ଟେଲକୁ ହାତ ଠାରି କ'ଣ ପଚାରିଥିଲେ ନା ମୁଁ ଏ ସିଟ୍ଟା ବଦଳେଇ ଆଉ କୋଉଠି ବସିପାରେ କି? ଏୟାର ହଷ୍ଟେସ୍ ହସି ଦେଇ ମୁଣ୍ଡ ହଲେଇ କହିଲେ ଯେ ସରି। ନନ୍ଦ ଦୁଲାଲ ପୁଣି ଥରେ ଆଖି ବୁଲାଇ ପ୍ଲେନର ଆଗ ପଛ ଦେଖିଲା। କେ LM ଏୟାର ଲାଇସେନ୍ସର ବହି A320 ଏୟାର ବସଟାର ଯେତିକି ଅଂଶ ତା ଦୃଷ୍ଟିଗୋଚର ହେଉଥାଏ ସେ ଅଞ୍ଚଳ ଗୁଡ଼ାଏ ବନ୍ଧାକୋବି ଓ ପଟାଳି ପରି ଦେଖାଯାଉଥାଏ। ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି। ବିଶାଳକାୟ ଏୟାର ଫୋର୍ସ କନିଷ୍କଙ୍କୁ କେଉଁମାନେ ଟାଇମ୍ ବସ୍ ସାହାଯ୍ୟରେ ଉଡ଼େଇ ଦେଇଥିଲେ? କେଉଁମାନେ ଯେ ଖାଲିସ୍ତାନର ଆତଙ୍କବାଦୀ ଓ ପାକିସ୍ତାନୀ ପ୍ଲେନ। ହାଇଜାକର ମାନେ ଭାରତର ବହୁ ସମ୍ମାନଜନକ ଯାତ୍ରୀବାହୀ ବିଶାଳକାୟ ଏୟାର ଫୋର୍ସ କନିଷ୍କଙ୍କୁ ଟାଇମ୍ ବସ୍ ସାହାଯ୍ୟରେ ଉଡ଼େଇ ଦେଇଥିଲେ। ଆଟଲାଣ୍ଟିକ ମହାସାଗର ଉପରେ ସେଥିରେ ଯାତ୍ରା କରୁଥିଲା ନନ୍ଦଦୁଲାଲର ଝିଆରୀ 14 ବର୍ଷର ସ୍କୁଲ ପଢୁଆ ଝିଅ। ସେ ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିବାକୁ ଯାଉଥିଲା। ଏହି ଦୁଃଖଦ ଘଟଣା ନନ୍ଦଦୁଲାଲର ମନେ ପଡ଼ିଯାଇଛି ପ୍ଲେନ ଯାତ୍ରା ସମୟରେ। ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେଉଛି। ନନ୍ଦଦୁଲାଲର ମନରେ କାହା ପ୍ରତି ଅହେତୁକ ଅନୁରାଗ ଉଦୟ ହୋଇଥିଲା? ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲେ ପଢିଦବ ତମେ ସବୁ। ସାଇବାଲା କୈଫିୟତ ମାଗିବାରୁ ପାଟ ଦେଇ କ'ଣ କହିଲା? ତ ଯେତେବେଳେ କ'ଣ ଯେ ସାଇବାଲା ଯେ ଗ୍ରାମବାସୀ ସେମାନେ ପାଟ ଦେଇ ଯେତେବେଳେ ଗ୍ରାମକୁ ଫେରିଛି ସେ ସମୟରେ ତାକୁ କୈଫିୟତ ମାଗିଛନ୍ତି। ସେ ସମୟରେ ପାଟ ଦେଇ କ'ଣ
କହିଛି ବୋଲି। ଏଇଟା ଗୁରୁତ୍ୱପୂର୍ଣ୍ଣ ବୋଲି। ସବୁ ନୋଟ୍ସ କରିବ ହେଲା, ଯୋଉଟା ବି ମୁଁ ତମକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହୁଛି ସେଟା ତମକୁ ନୋଟ୍ସ କରିବାକୁ ପଡିବ। ନେକ୍ସଟ ଦେଖିବା, ମଣି ଭାଉଜର ଶାଶୁ ପାଟଦେଈଙ୍କୁ କଣ କହିଲା? ଏଇଟା ବି ଗୁରୁତ୍ୱପୂର୍ଣ୍ଣ। ଯେ ମଣି ଭାଉଜର ଶାଶୁ ପାଟଦେଈଙ୍କୁ କଣ କହିଥିଲା? ତାପରେ ଅଛି ଗାଳ୍ପିକ ବୀଣାପାଣି ମହାନ୍ତିଙ୍କ ଗଳ୍ପ ଗ୍ରନ୍ଥ ଗୁଡିକର ନାମ ଲେଖ। ଯେହେତୁ ବୋଲେ ତମର କଣ ନା ପାଟଦେଈ ଗଳ୍ପର ଗାଳିକିନା ବୀଣାପାଣି ମହାନ୍ତି, ତମେ ଯେତେବେଳେ ଲଙ୍ଗ କୋଶ୍ଚିନ୍ ଲେଖିବ ପ୍ରଥମେ କଣ ଯେ ତମକୁ ବୀଣାପାଣି ମହାନ୍ତିଙ୍କ ବିଷୟରେ ଷ୍ଟାର୍ଟିଂରେ ଲେଖିବାକୁ ପଡିବ। ତ ବୀଣାପାଣି ମହାନ୍ତି କେବେ ଜନ୍ମଗ୍ରହଣ କରିଥିଲେ, ତାଙ୍କର ଗଳ୍ପ ଗୁଡାକ କଣ କଣ ତମକୁ ସବୁ ମନେ ରଖିବାକୁ ପଡିବ। ନେକ୍ସଟ ଅଛି ତମର ନିରାକାର ମନରେ କ୍ରୋଧ କାହିଁକି ଆସିଥିଲା? ଏଇଟା ବି ଗୁରୁତ୍ୱପୂର୍ଣ୍ଣ। ନାଉରୀ ନଥିବାରୁ ନିରାକାର କଣ କଲା? ଏଇଟା ତମର ଗୁରୁତ୍ୱପୂର୍ଣ୍ଣ ପିଲେ। କୃଷ୍ଣଚନ୍ଦ୍ର ଚୌଧୁରୀଙ୍କୁ କଣ ମନେ ପକାଇଥିଲେ, ବା କୃଷ୍ଣଚନ୍ଦ୍ର ଚୌଧୁରୀଙ୍କୁ କଣ ମନେ ପକାଇଥିଲେ? ଏଇଟା ମଧ୍ୟ ସବୁ ତମର ସିଲେକ୍ଟେଡ ପିଲେ ହେଲା। ତାପରେ ତମର ଦେଖିବା ଏବେ କଣ 5 ମାର୍କ। ଗାଳ୍ପିକ ମନୋଜ ଦାସଙ୍କ ଜନ୍ମ ପରିଚୟ ପ୍ରଦାନ କର। ଯେ ମନୋଜ ଦାସଙ୍କର ଜନ୍ମ କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ, ସେ କଣ କଣ ଲେଖିଥିଲେ ହେଲା, ସବୁ ତମକୁ ମନେ ରଖିବାକୁ ପଡିବ। ନେକ୍ସଟ ଅଛି କଣ, ସୁନା ମେଡାଲ ଗଳ୍ପର ସାରମର୍ମ ସଂକ୍ଷେପରେ ଆଲୋଚନା କର। ଯେ ସୁନା ମେଡାଲ ଗଳ୍ପର ବା ସାରମର୍ମ ବା ବିଷୟବସ୍ତୁ ଆସିବ, ତମର ଆସିବ ଯେ ସୁନା ମେଡାଲ ଗଳ୍ପର ସାରମର୍ମ ବଦଳରେ ତମର ଆସିପାରିବ ଯେ କଣ ଯେ ବିଷୟବସ୍ତୁ। ସୁନା ମେଡାଲ ଗଳ୍ପର ବିଷୟବସ୍ତୁ ଆଲୋଚନା କର, ତମର ସେ ଗୋଟେ ହିଁ ପିଲେ ହେଲା। ନହେଲେ ସାରାଂଶ ମୁଁ ଏମିତି କଣ କୋଶ୍ଚିନ୍ ପକେଇଦେବା, କେବଳ ଶବ୍ଦ ରେପୋର୍ଟେସନ। କିନ୍ତୁ ତମେ ଯଦି ଗୋଟେଟା ପଢିକି ଯାଇଥିବ, କୋଶ୍ଚିନ୍ ଏପଟ ସେପଟ ଆସିଲା ତମେ ଆରାମସେ ଲେଖିପାରିବ। ଗୁରୁତ୍ୱ। ନେକ୍ସଟ ଦେଖିବା, ଓଡିଆ କ୍ଷୁଦ୍ରଗଳ୍ପ ସାହିତ୍ୟକୁ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଅବଦାନ ଉଲ୍ଲେଖ କର। ଯେ ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡିଆ ସାହିତ୍ୟକୁ କଣ କଣ ଅବଦାନ ବା କଣ କଣ ସେ ଗଳ୍ପ ଉପନ୍ୟାସ କଣ କଣ ରଚନା କରିଛନ୍ତି? କେବଳ କ୍ଷୁଦ୍ରଗଳ୍ପ ଦେଇଛି। ଓଡିଆ କ୍ଷୁଦ୍ରଗଳ୍ପ ସାହିତ୍ୟକୁ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଅବଦାନ ଉଲ୍ଲେଖ କର। ଯେ କ୍ଷୁଦ୍ରଗଳ୍ପ ଶାନ୍ତନୁ କୁମାର ଆଚାର୍ଯ୍ୟ କଣ କଣ କ୍ଷୁଦ୍ରଗଳ୍ପ ରଚନା କରିଛନ୍ତି, ତାହା ତମ ଗୋଟରେ ଆଲୋଚନା କରିବାକୁ ପଡିବ ବୋଲି। ଏଇଟା ବି ଗୁରୁତ୍ୱପୂର୍ଣ୍ଣ। ମୁଁ ତମକୁ କେବଳ ଆଜି କହିଦେବି ବୋଲି ଯେ କୋଉଟା କୋଉଟା ଇମ୍ପୋର୍ଟାଣ୍ଟ ଗୁଡାକ, ଯେ ତମର ସିଲାବସ ବି କଭର କରିବାକୁ ପଡିବ ବୋଲେ। ତ କୋର 9 ର ତମର ସରିନି, କୋର 10 ଆଜି ସରିବା ପରେ ମୁଁ ତମର କୋର 9 କମ୍ପ୍ଲିଟ କରିଦେବି ଭାବୁଛି। ତମକୁ ସେଥିପାଇଁ ବୋଲି କେବଳ ସିଲେକ୍ଟେଡ ଦେଇ ଦଉଛି। ତମେ ଯଦି ବୁଝିପାରୁନ ବୋଲେ ତାହେଲେ ମତେ କମେଣ୍ଟ କରିବ, ମୁଁ ୟାର ଟେକ୍ସ ଆଲୋଚନା କରିବି। ଓକେ। ତାପରେ କଳା ପର୍ଦ୍ଦାର ଆରପଟେ ଗଳ୍ପରୁ ନନ୍ଦ ଦୁଲାଲର ଚରିତ୍ର ଚିତ୍ରଣ କର। ଏଇଟା ବି ତମର ଗୁରୁତ୍ୱପୂର୍ଣ୍ଣ। ଗାଳ୍ପିକା ବୀଣାପାଣି ମହାନ୍ତିଙ୍କ ରାଜନୈତିକ ଗଳ୍ପ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା। ଏଇଟା ତମେ ସ୍କିପ୍ କରିଦିଅ। ଯେ ଗାଳ୍ପିକା ବୀଣାପାଣି ମହାନ୍ତିଙ୍କ ରାଜନୈତିକ ଗଳ୍ପ, ତମ ରାଜନୈତିକ ଗଳ୍ପ ସେମିତି କିଛି ଆସିବନି ବୋଲେ। ଯଦି ବି କୋଶ୍ଚିନ୍ ଆସେ ତାହେଲେ ଗାଳ୍ପିକା ବୀଣାପାଣି ମହାନ୍ତିଙ୍କର ଗଳ୍ପ ସମ୍ଭାର ଆଲୋଚନା କର। ଯେ ତମର ସେମିତି ଯେ କେବଳ ବୀଣାପାଣି ମହାନ୍ତିଙ୍କ ରାଜନୈତିକ ଗଳ୍ପ ଉପରେ ଆଲୋଚନା କର, ତମର ଏଇଟା ଆସେ। ଆଗରେ ଆସିପାରେ ଯେ ବୀଣାପାଣି ମହାନ୍ତି କଣ କଣ ଗଳ୍ପ ରଚନା କରିଥିଲେ, ତମକୁ ବୀଣାପାଣି ମହାନ୍ତିଙ୍କର ଗଳ୍ପ ଗୁଡାକ ଖାଲି ମନେ ରଖିବାକୁ ପଡିବ। ନେକ୍ସଟ ଦେଖିବା, ପାଟଦେଈ ଗଳ୍ପରୁ ପାଟଦେଈ ସଂଘର୍ଷମୟ ଜୀବନର ବିଚାର ବିଶ୍ଳେଷଣ କର। ଏଇଟା ଗୁରୁତ୍ୱପୂର୍ଣ୍ଣ। ଯେ ପାଟଦେଈ ଗଳ୍ପରୁ ପାଟଦେଈ କିପରି ସଂଘର୍ଷମୟ ଜୀବନ ବଞ୍ଚିଛି, ତାକୁ ତମକୁ ଏଠାରେ ଆଲୋଚନା କରିବାକୁ ପଡିବ। ଗାଳ୍ପିକା ବୀଣାପାଣି ମହାନ୍ତିଙ୍କର ପାଟଦେଈ ଏକ ପ୍ରଭାବଶାଳୀ ଗଳ୍ପ। ସ୍ୱାର୍ଥପର ସମାଜ ବିରୋଧରେ ସ୍ୱର ଉତ୍ତୋଳନ ଓ ସମାଜରେ ମା ପରିଚୟ ନେଇ ଛୁଆଟି ବଞ୍ଚିବାର ସଫଳ ପ୍ରୟାସ ଏଇ ଗଳ୍ପର ମୁଖ୍ୟ ପ୍ରସଙ୍ଗ। ତାହେଲେ ଯୋଉ କଣ ଯେ ପାଟଦେଈ ଗଳ୍ପର ମୁଖ୍ୟ ପ୍ରସଙ୍ଗ କଣ ଥିଲେ ନା, କଣ ନା ଯେ ସ୍ୱାର୍ଥପର ସମାଜ ବିରୋଧରେ, ଯୋଉ ସମାଜ ବିରୋଧରେ ସ୍ୱର ଉତ୍ତୋଳନ ଆଉ ଗୋଟେ ଛୁଆ ମାର ପରିଚୟ ନେଇ ବଞ୍ଚିବାର ଯୋଉ ସଫଳ ପ୍ରୟାସ ହଉଛି ବୀଣାପାଣି ମହାନ୍ତିଙ୍କର ପାଟଦେଈ ଗଳ୍ପର ମୁଖ୍ୟ ପ୍ରସଙ୍ଗ ଥିଲେ। ପାଟର ସ୍ୱାମୀ କଲିକତା ଚାଲିଯିବା ପରେ ଶାଶୁଘର ଲୋକଙ୍କର ପୋଷଣ ସହ୍ୟ କରି ନ ପାରି ବାପ ଘରୁ ପଳେଇ ଆସିଛି। ତ ପାଟର ସ୍ୱାମୀ ଯେତେବେଳେ ପାଟଦେଈ ବା ପାଟ ବିବାହ କରି ତା ଶ୍ୱଶୁର ଘରକୁ ଯାଇଛି, ସେ ସମୟରେ ତା ସ୍ୱାମୀ ତାକୁ କଣ ନା ଛାଡି କଲିକତା ପଳେଇଛନ୍ତି। ସ୍ୱାମୀ କଲିକତା ଚାଲିଯିବା ପରେ ତାଙ୍କ ଶାଶୁଘର ଲୋକ ତା ପ୍ରତି କିପରି ଅନ୍ୟାୟ ବା ଅତ୍ୟାଚାର କରୁଛନ୍ତି,
ତାକୁ ସେ ସହ୍ୟ କରି ନ ପାରି ବାପ ଘରକୁ ପଳେଇ ଆସିଛି। ତାପରେ କଣ ହେଇଛି ନା, ଦୋଳ ପୂର୍ଣ୍ଣେଇ ରାତିରେ ମେଲଣ ଭିତରେ ଯେତେବେଳେ ପାଲା ଲଢେଇ ଲାଗିଥିଲା, ସେତେବେଳେ ରମୁ ଗାମୁଛାଟାଏ ପାଟ ଦେଇ ମୁହଁରେ ମାଡି ଦେଇ ଶୂନ୍ୟ ଶୂନ୍ୟ ଟେକି ନେଇଗଲେ। ଯେତେବେଳେ ପାଟ ଦେଇ କଣ ନା ସ୍ଵାମୀ ଘରୁ ନିଜ ବାପ ଘରକୁ ଚାଲି ଆସିଛି, ସେଇ ସମୟରେ ବାପ ଘରେ ଥିବା ସମୟରେ ଯେତେବେଳେ ଦୋଳ ପୂର୍ଣ୍ଣେଇ ରାତିରେ ମେଲଣ ଭିତରେ ଯେତେବେଳେ କଣ ହେଇଛି ବୋଲେ ନା, ପାଲା ଲଢେଇ ଲାଗିଥିଲା, ସେତେବେଳେ ରମୁ ଗାମୁଛାଡେ ପାଟ ଦେଇ ମୁହଁରେ, ସେ ସମୟରେ କଣ ନା, ରମୁ ରମୁ ବୋଲି ଗୋଟେ ଲୋକଟେ ପାଟ ଦେଇ ମୁହଁରେ କଣ ନା ଗାମୁଛା ଟିକେ ମାଡି ଦେଇ ଶୁନି ଶୁନି ଟେକି ନେଇଗଲା ହେଲା। ରମୁ, ବୀରା, ଗୋପୀ, ମାଗୁଣୀ, ନରିଆ ସମସ୍ତେ ମିଶି ପାଟ ଦେଇର ଇଜ୍ଜତ ଲୁଟି ନେଲେ। ଜହ୍ନ ରାତିରେ ସେମାନଙ୍କ ମୁହଁ ପାଟ ଦେଇ ଠିକ ଚିହ୍ନି ପାରିଥିଲା। ଚେତା ବୁଡିଯିବାରୁ ହରିଆ ବାଉରି ପାଟ ଦେଇକୁ କଟକରେ ଛାଡି ଦେଇଥିଲା। ଯେତେବେଳେ ଚେତା ବୁଡି ଯାଇଥିଲା ପାଟ ଦେଇର, ସେ ସମୟରେ ହରିଆ ବାଉରି କଣ କରୁଥିଲା ବେଲେ ନା, ତାକୁ କଟକରେ ଛାଡି ଦେଇଥିଲା। ବାପକୁ ନିନ୍ଦା ନ ଦେବା ପାଇଁ ସେ ଘରକୁ ଫେରିଲେ। ଯେତେବେଳେ ତା ପ୍ରତି ଏତେ ବଡ ଅନ୍ୟାୟ ହେଲା, ସେଇ ବାପାଙ୍କ ମୁହଁରେ ବାପାଙ୍କୁ ନିନ୍ଦା କରିବେ ବୋଲି ସେ କଣ କରିଛି ନା ବେଲେ ନା, ନିଜ ଘରକୁ ଆଉ ଫେରିନି। କିଛି ବର୍ଷ ପରେ ସେ ପୁଣି ଫେରିଛି ଗାଁକୁ ସାଙ୍ଗରେ ପୁଅଟିଏ ନେଇ। ତ କିଛି ବର୍ଷ ପରେ କଣ ହେଇଛି ନା, ସେ ବେଲେ ପୁଣି ଥରେ ନିଜ ଗାଁକୁ ଆସିଛି। ତଥାପି ଏ ସମାଜ ତାକୁ ବଞ୍ଚିବାକୁ ଦେଇନି। ପୁଅଟିର ବାପ ମରିବ, ଚାହିଁଲେ ବଞ୍ଚିବ। ଯେଉଁମାନେ ସରି ପିଲେ ଗୋଡ଼ ମୁଁ ଛାଡିଦେଲି। କିଛି ବର୍ଷ ପରେ ସେ ପୁଣି ଫେରିଛି ଗାଁକୁ ସାଙ୍ଗରେ ପୁଅଟିଏ ନେଇ। ତଥାପି ଏ ସମାଜ ତାକୁ ବଞ୍ଚିବାକୁ ଦେଇନି। ପୁଅଟିର ବାପ ମରିବ, ଚାହିଁଲେ ବଞ୍ଚିବ। ଯେଉଁମାନେ ଭଦ୍ରଲୋକ ସାଜି ପଚାରୁଥିଲେ ଏ ଛୁଆର ବାପ କିଏ, ସେମାନଙ୍କର ପ୍ରକୃତ ମୁଖା ଖୋଲି ସମସ୍ତେ ଉପସ୍ଥିତ ଜନତାଙ୍କୁ ଆହ୍ୱାନ କରିଛି। ତ ଯେତେବେଳେ ପାଟ ଦେଇ ନିଜ ଗ୍ରାମକୁ ଫେରିଛି ଗୋଟେ ଛୁଆ ଧରିକି, ସେ ସମୟରେ କଣ ହେଇଛି ନା ପିଲେ, ଯେ ଗ୍ରାମର ସମସ୍ତ ଲୋକମାନେ ପଚାରିଛନ୍ତି ଯେ ଏ ଛୁଆର ବାପ କିଏ ହେଲା। ତ ସେ ସମୟରେ ପାଟ କଣ କରିଛି ନା, ସେଇ ଭଦ୍ରଲୋକଙ୍କର ମୁଖା ଖୋଲିବାକୁ ଚେଷ୍ଟା କରିଛି, ଭଦ୍ରଲୋକଙ୍କର ମୁଖା ଖୋଲି ଦେଇଛି ହେଲା। କାହାର ସତ୍ସାହସ ଅଛି ଆସି କହୁ ଏ ଛୁଆର ବାପ କିଏ ବୋଲି। ସେ ସମୟରେ କହିଛି ପାଟ ଯେ କାହାର ସାହସ ଅଛି ଆସିକି କହୁଛି ଏ ଛୁଆର ବାପ କିଏ। ତ ସମସ୍ତେ ଚୁପ ହୋଇଥାନ୍ତି। କାହା ପାଟିରୁ ସଠିକ କିଛି ପ୍ରଶ୍ନ କି ଉତ୍ତର ବାହାରେ ନାହିଁ। ରମୁ, ବାରା, ଗୋପୀ, ମାଗୁଣୀ ମୁହଁ ତଳକୁ ପୋତି ଦେଇଥିଲେ। ତ ରମୁ, ଗୋପୀ, ମାଗୁଣୀ ମୁହଁ ତଳକୁ ପୋତିଲେ କାହିଁକି ନା ପିଲେ, ଆ, ଯେ ଏଇ ଯୋଉ ରମୁ, ମାଗୁଣୀ, ଗୋପୀ ଏମାନେ କଣ ନା ପାଟ ସହିତ ଅନ୍ୟାୟ କରୁଛନ୍ତି। ସେଇ ସମୟରେ ଯେତେବେଳେ ସେମାନେ ମଧ୍ୟ ଉପସ୍ଥିତ ହୋଇଛନ୍ତି, ସେ ସମୟରେ କିଏ ପାଟ କହିଛି ଯେ କାହାର ସାହସ ଅଛି ମୋ ସାମ୍ନାକୁ ଆସ ପଚାରୁଛି ଏ ଛୁଆର ବାପ କିଏ ବୋଲି। ସେ ସମୟରେ କଣ କରୁଛନ୍ତି ନା, ରମୁ, ଗୋପୀ, ମାଗୁଣୀ ସବୁ ମୁହଁ ତଳକୁ ପୋତି ଦେଇଛନ୍ତି। ପାଟ ଦେଇ ଆଖି ପୋଛି ଦେଇ ବାରଣ୍ଡା ଓଳେଇଛି। ଛୋଟ ଛୁଆଟା ରାହା ଧରି କାନ୍ଦିବାରୁ ପାଟ ଦେଇ ଛାଞ୍ଚୁଣିଟେ ପକେଇ ଦେଇ ବା ହାତ ଟିପରେ ଛୁଆଟାର ସିଙ୍ଗାଣି ପୋଛି କାଖେଇ ନେଇ ତାକୁ ବହେ ଗେଲ କରି କହିଲା। ଗାଁ ଲୋକ ଯେତେବେଳେ ତା ପ୍ରତି ଆଙ୍ଗୁଠି ଉଠେଇ କହୁଥିଲେ ବଲେ, ସେ ସମୟରେ ତା ଛୁଆ କାନ୍ଦିଛି। ସେଇ ସମୟରେ ସେ ଛୁଆକୁ କୋଳେଇ ନେଇ କହିଛି କି କାହିଁକି କାନ୍ଦୁଛୁ, ଲୋକ ଦେଖିଲେ ତତେ ଡର ମାଡୁଛି କିରେ ସୁନା। ଡର ନାହିଁ ରେ ଧନ, ମୁଁ ଅଛି ପରା। ସେ ସମୟରେ କଣ ହଉଛି, ତତେ ଡର ମାଡୁଛି କିରେ ଛୁଆ, ଯେ ତତେ ଡର ମାଡୁଛି କିରେ ସୁନା। ଡର ନାହିଁ ରେ ଧନ, ମୁଁ ଅଛି ପରା। ତ ଗୋଟେ ତା ଛୁଆ ଯେତେବେଳେ ସେ ଗାଁ ଲୋକ ଯେ କଳି କଜିଆ କରିଛନ୍ତି ବାଟ ସହିତ, ସେ ସମୟରେ ତା ଛୁଆଟା କାନ୍ଦିଛି। ସେ ସମୟରେ ପାଟ ତାକୁ କଣ ନା ଗେଲ କରିକି କହିଛି, ଯଦି ଡର ମାଡୁଛୁ କିଏ ସୁନା, ଡର ନା, ମୁଁ ଅଛି ପରା। ଏ ଜଗତରେ କିଏ ମର୍ଦ ପୁଅ ଅଛି ଯେ ତୋ ବାପ ବୋଲି ଚିହ୍ନା ଦେବ। ସେ କହିଛି ଏ ଜଗତରେ କିଏ ଯେ ମର୍ଦ ପୁଅ ଅଛି ଯେ ତୋ ବାପ ବୋଲି ଚିହ୍ନା ଦେବ ବୋଲି। ସେଥିପାଇଁ କାନ୍ଦନାରେ ପୁଅ, ତୋ ମା ଅଛି। ତାପରେ ଛୁଆଟିଏ ହସି ଉଠିଛି। ଯେତେବେଳେ ପାଟ ଦେଇ ଏପରି କହିଛି, ସେ ସମୟରେ ତା ଛୁଆଟା ହସି ଉଠିଛି। ଆଉ ସେ ହସରେ ଚାରିଆଡେ ଜମିଥିବା ଲୋକ ଗୁଡାକ ଚମକି ପଡିଲା ଭଳି ଇତସ୍ତତ ହୋଇ ପଛ ବୁଲି ମୁହଁ ପୋତି ଚାଲିବା ଆରମ୍ଭ କରିଛନ୍ତି। ସେ ସମୟରେ କଣ ନା, ଗାଁ ଲୋକମାନେ ସବୁ ଅ କଣ ନା ମୁହଁ ବୁଲି ପୋତି ଚାଲିବା ଆରମ୍ଭ କରିଛନ୍ତି ବା ନିଜ ନିଜ ଘରକୁ ପଳେଇଛନ୍ତି। ପାଟ ଦେଇର ଦୁଃଖପୂର୍ଣ୍ଣ ଜୀବନ ସଂଘର୍ଷ ଗଳ୍ପଟିକୁ ପ୍ରଭାବଶାଳୀ କରିପାରିଛି। ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ପାଟ ଦେଇ ବଞ୍ଚିବାକୁ ସଂଘର୍ଷ କରିଛି। ଯେ କଣ ନା, ପାଟ ଦେଇ ଜୀବନରେ ଯେତେ ସଂଘର୍ଷ ଆସିଲେ ମଧ୍ୟ ସେ ସବୁ ସଂଘର୍ଷ ବା ପରିସ୍ଥିତିକୁ ସାମ୍ନା କରି ବଞ୍ଚିବାକୁ ଆଗ୍ରହ ପ୍ରକାଶ କରିଛି ବୋଲି। ସମାଜରେ ଲୋକେ ତାଙ୍କୁ ବହୁ ନିନ୍ଦା ଅପମାନ ଦେଇଛନ୍ତି, ତଥାପି ସେ ଛାତିକୁ ପଥର କରି ସବୁ ସହିଛି। ସମାଜରେ ପିଲେ ଏମିତି ଯେ ତମେ ଯେତେ ଭଲ କର, ଭଲ କଲେ ବି ତମକୁ ନିନ୍ଦା ଦେବେ, ଖରାପ କଲେ ତ ତମକୁ ବହେ, ଯେ ତମକୁ ବହୁତ ଶୁଣିବାକୁ ପଡିବ।
ନିଜର ଭୁଲ ଥିବ ତଥାପି ମଧ୍ୟ ସେମାନେ କଣ ନା ଅନ୍ୟକୁ ଆଙ୍ଗୁଠି ଦେଖେଇବେ, ନିଜେ 100 ଭୁଲ କରିବେ କିନ୍ତୁ ସେ ଭିତରୁ ଆଉ କିଏ ଯଦି ଗୋଟେ ଭୁଲ କଲା ତାହା ମାନେ ସେମାନେ ତାଙ୍କୁ ଭୁଲ ଦେବେ କିନ୍ତୁ ନିଜ ଭୁଲ ଦେଖିବେ ନାହିଁ ବୋଲି। ଏ ସମାଜ ପାଠ ହଉଛି ଏଇଟା, ଏହା ହିଁ ସମାଜର ନୀତି। କଣ କରିବା? ବାସ୍ତବରେ ଏହି ଗଳ୍ପଟି ମର୍ମସହ ତଥାପି ସେ ଛାତିକୁ ପଥର ନିଜେ ଦମ୍ଭ ହୋଇ ସମାଜକୁ ଆଖି ଦେଖେଇ କଥା କହିଛି। ବାସ୍ତବରେ ଏହି ଗଳ୍ପଟିର ମର୍ମସ୍ପର୍ଶୀ ହୋଇପାରିଛି। ତାପରେ ଦେଖିବା ଗୋପପୁର ଗଳ୍ପରୁ ନିରାକାରର ସାହସିକତା ପରିଚୟ ପ୍ରଦାନ କରେ। ଯେ ଗୋପପୁର ଗଳ୍ପରୁ ଯୋଉ ନିରାକାରଙ୍କର ଯୋଉ ସାହସିକତା ପରିଚୟ ପ୍ରଦାନ କରେ, ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପିଲା। ନେକ୍ସଟ ଦେଖିବା ତାହେଲେ ତାହେଲେ ତମର ଏକ ମାର୍କ 1 ମାର୍କ 2 ମାର୍କ ଆଉ 5 ମାର୍କ ସରିଲା ବେଳେ ସବୁ ତମର ମୁଁ କହିଦେଲି ଯେ ତମ 1 ମାର୍କ ତମେ ସବୁ ନିଜେ ପଢିବ ବୋଲି ହେଲା। 1 ମାର୍କ ଅଳ୍ପ କେତେ ହେଇଛି ତମକୁ କଣ ନା ସବୁ ପଢିବାକୁ ପଡିବ। ତ ଏବେ ଦେଖିବା ଆମେ ୟାର ଲଙ୍ଗ କୋଶ୍ଚିନ୍ ଯୋଉଟା ତମର 8 ମାର୍କ। ଏହାର ତମକୁ ମୁଁ ସିଲେକ୍ଟେଡ ସବୁ କହିଦେବି ବୋଲି ହେଲା। ଏକ ପ୍ରତିଭାବାନ ଗାଳ୍ପିକ ଭାବରେ ମନୋଜ ଦାସଙ୍କ କୃତିତ୍ୱ ଆଲୋଚନା କରେ। ଯୋଉ ମନୋଜ ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏକ ପ୍ରତିଭାବାନ ଗାଳ୍ପିକ ଭାବରେ ମନୋଜ ଦାସଙ୍କର କୃତିତ୍ୱ ବା ମନୋଜ ଦାସ କଣ କଣ ଗଳ୍ପ ରଚନା କରିଥିଲେ, ଉପନ୍ୟାସ କଣ? ନେକ୍ସଟ ଦେଖିବା। ବ୍ୟସ୍ତ ହବାର କିଛି ନାହିଁ ପିଲେ, ମୁଁ ତମ ୟାର ପିଡିଏଫ ଟା ମୁଁ ସେଣ୍ଡ କରିଦେବି ହେଲା ଟେଲିଗ୍ରାମରେ। ମୋର ଟେଲିଗ୍ରାମ ରେ ଜଏନ ହେଇଯିବ ତମେ। ଡେସକ୍ରିପସନ ରେ ମୁଁ ଲିଙ୍କ ଦେଇଦେଇଛି ପିଲେ ହେଲା। ତାପରେ ଆସିଲା ଗାଳ୍ପିକ ମନୋଜ ଦାସଙ୍କ ସୁନା ମଣ୍ଡଳ ଗଳ୍ପରୁ କୃଷ୍ଣଚନ୍ଦ୍ର ଚରିତ୍ର ଚିତ୍ରଣ କର। ଏଇଟା ବି ତମର ଗୁରୁତ୍ୱପୂର୍ଣ୍ଣ। ଦିଟା ସରିଲା ତାହେଲେ ସିଲେକ୍ଟେଡ ଦେଲି ତମକୁ, ଆହୁରି ଅଛି। ସେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଗଳ୍ପ ସାହିତ୍ୟ ସମ୍ପର୍କରେ ଆଲୋଚନା କର। ଯେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଗଳ୍ପ ସାହିତ୍ୟ ସମ୍ପର୍କରେ ଆଲୋଚନା କର। 3ଟା ହେଲା ପିଲେ। ଅଛି ଶାନ୍ତି ତାପରେ କଳା ପର୍ଦ୍ଦାର ଆରପଟେ ଗଳ୍ପର ବିଶେଷ ଆଲୋଚନା କର। ତମର ଆସିବ ଯେ କଳା ପର୍ଦ୍ଦାର ଆରପଟେ ଗଳ୍ପର ବିଷୟବସ୍ତୁ ଆଲୋଚନା କର, ନହେଲେ ଯେ ସାରମର୍ମ ନହେଲେ ସାରାଂଶ ଆସିବ ପିଲେ ହେଲା। ପଢିବାକୁ ପଡିବ ତମକୁ। ନୋଟ ସବୁ କରିବ ପିଲେ ହେଲା, ନୋଟ୍ସ କରିବ ଯାହା ଫଳରେ ତମକୁ ପରୀକ୍ଷାରେ ଆଉ କିଛି ପିଡିଏଫ ବଣ୍ଡାଳିବାକୁ ପଡିବନି, ଭିଡିଓ ବି ଦେଖିବାକୁ ପଡିବନି। ତମେ ଯଦି ଏବେଠୁ ହିଁ କଣ ନା ନୋଟ୍ସ କରିଦେଇଥିବ, ନହେଲେ ପରୀକ୍ଷା ଟାଇମରେ ପରୀକ୍ଷାର ଆଗ ଦିନ କଣ ତମକୁ କରିବ ନା ଆଉ ଭିଡିଓ ଦେଖିବ, ଭିଡିଓଟା ଯେ କଣ କଣ ମ୍ୟାଡାମ କହିଛନ୍ତି, ଭାରି ହଇରାଣ ହେଇଯିବ। ଗୋଟେ ଦିନରେ କଣ ମନେ ରହିବ କେତେ ସାରା ପାଠ। ସେଇଥିପାଇଁ ତମେ ଏବେଠୁ ହିଁ ପାଠ ପଢା ଷ୍ଟାର୍ଟ କରିଥାଅ। ଓକେ। ତାପରେ ହେଲା କଣ ନା ଦେଇଛି କଳା ପର୍ଦ୍ଦାର ଆରପଟେ ଗଳ୍ପରୁ ଗାଳ୍ପିକଙ୍କ ଆଭିମୁଖ୍ୟ ବିଶ୍ଳେଷଣ କର। ହେଲା, ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପାଠ ଦେଇ ଗଳ୍ପର ଅନ୍ତଃସ୍ୱର ବିଶ୍ଳେଷଣ, ଏଇଟା ତ
ଗାଳ୍ପିକା ବୀଣାପାଣି ମହାନ୍ତି ଗଳ୍ପ ମାନସର ପରିଚୟ ପ୍ରଦାନ କର। ତମର ଏ ଯେ ଗାଳ୍ପିକା ବୀଣାପାଣି ମହାନ୍ତିର ଗଳ୍ପ ମାନସର ପରିଚୟ ଏଇଟା ତମର ଆସିବନି ପିଲା ଯେ ହୁଏତ ଆସିଲେ ଆସିପାରିବ ଯେ ବୀଣାପାଣି ମହାନ୍ତିଙ୍କର ଯୋଉ ପାଟ ଦେଇ ଗଳ୍ପର ପରିଚୟ ପ୍ରଦାନ କର ଏଇଟା ଆସିବ ନହେଲେ କେବଳ ଯେ ଗାଳ୍ପିକା ବୀଣାପାଣି ମହାନ୍ତିର ଗଳ୍ପ ତାଙ୍କର ଗଳ୍ପ ମାନସର ପରିଚୟ ପ୍ରଦାନ କର ଏଇଟା କେବେ ବି ଆସିବନି। ହେଲା ଯେ ଲଙ୍ଗ କୋଶ୍ଚିନ୍ ତମର ଏଇଟା କେବେ ଆସିବନି ଯଦି ବି ଆସିଲା ତାହେଲେ 5 ମାର୍କରେ ଆସିବ ମାନେ 2 ମାର୍କରେ ଆସିବ ହେଲା ଯେ ଲଙ୍ଗ କୋଶ୍ଚିନ୍ ତମର କେବେ ବି ଏଇଟା ଆସିବ ତ ତମେ ସ୍କିପ୍ କରିଦିଅ ଲଙ୍ଗ କୋଶ୍ଚିନ୍ ଏଇଟା ତମେ ସ୍କିପ୍ କରିଦିଅ। ରାମଚନ୍ଦ୍ର ବେହେରାଙ୍କ ଗୋପପୁର ଗଳ୍ପର ବିଶେଷ ଆଲୋଚନା କର ଏଇଟା ତମର ଗୁରୁତ୍ୱପୂର୍ଣ୍ଣ ଯେ ରାମଚନ୍ଦ୍ର ବେହେରାଙ୍କ ଗୋପପୁର ଗଳ୍ପର ବିଶେଷ ଆଲୋଚନା କର। ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କର ଗଳ୍ପରେ ସ୍ଥିତିବାଦର ଉପସ୍ଥାପନା କର। ଯେ ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କ ଗଳ୍ପରେ ଯୋଉ ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କର ଗଳ୍ପରେ ନାଇଁ ଏଇଟା ତମେ ଛାଡିଦିଅ ବୋଲି ଏଇଟା ତମର ଆସିବନି ଯେ ରାମଚନ୍ଦ୍ର ବେହେରାଙ୍କ ଗଳ୍ପରେ ସ୍ଥିତିବାଦର ଉପସ୍ଥାପନା କର ଏଇଟା ଆସିବନି ତମେ ସ୍କିପ୍ କରିବା। ଯୋଉଟା ଯୋଉଟା ଇମ୍ପୋର୍ଟାଣ୍ଟ ପିଲେ ତମର ମୁଁ ସବୁ କହିଦେଲି ତ ଆଜି ତାହେଲେ ତମର କୋର 10 କମ୍ପ୍ଲିଟ ହେଇଗଲା। ଯିଏ ମୋର ପୂର୍ବ ଭିଡିଓ ୟୁନିଟ୍ 3, 2, 1 ଦେଖିନ ଯାଇକି ମୋର ଦେଖିବ ବୋଲେ ୟୁଟ୍ୟୁବର ପ୍ଲେଲିଷ୍ଟ ହୁଏ ଆଉ ଯଦି ଆପଣମାନଙ୍କୁ ମୋ ଭିଡିଓଟି ଭଲ ଲାଗୁଛି ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି ଯାହା ଫଳରେ ତମମାନଙ୍କ ପାଇଁ ମୁଁ ଆହୁରି ଭିଡିଓ ଆଣିବି। ଯଦି ମୋର ଟେଲିଗ୍ରାମରେ ଜଏନ୍ ହେଇନ ତାହେଲେ ଡିସ୍କ୍ରିପସନରେ ମୁଁ ଲିଙ୍କ ଦେଇଛି ଯାଇକି ଜଏନ୍ ହେଇଯିବ ଏହାର ପିଡିଏଫଟା ମୁଁ ସେଠି ସେଣ୍ଡ କରିଦେବି। ଆଜି ପାଇଁ ଏତିକି ଥାଉ ରହିଲି ଥ୍ୟାଙ୍କ ୟୁ।